श्रोतामंडली समस्त को निवेदन आज श्रृंखला रक्षा करेंगे। आज आम मंगलवार को नहीं दैनिक राशिफल आलोचना करवा और मन रखा। आज नवेम्बर मास 4 तारिख मंगलवार, नवेम्बर मास 4 तारिख मंगलवार। ये 4 तारिख मंगलवार आम समस्ते मिलित होइछे शुणा कौन दैनिक राशिफल मेष ठारू मीन जाए 12 राशि व्यक्ति 27 नक्षत्र आबद्ध आई माने ही दैव विधाता अदृश्य अदृष्ट से माने कि कल्याण करुछंती। आसंतु शुणा नवेम्बर 4 तारिख मंगलवार। आज सूर्यास्त 5:10 पर, आज सूर्यास्त 5:10 पर। अशुभ समय 2:19 रु 3:43 मध्य। अशुभ समय दिन 2:19 रु 3:43 मध्य। घातवार मकर राशि। आज घातवार मकर राशि। घात तारा बिछा राशि दिन 12:34 जाए। घात तारा बिछा राशि दिन 12:34 जाए। घात तिथि मीन राशि आउ घात चंद्र धनु राशि पुरुषंकर। घात चंद्र धनु राशि पुरुषंकर और तुला राशि महिलांकर। घात चंद्र धनु राशि पुरुषंकर तुला राशि महिलांकर। घात तारा बिछा राशि दिन 12:34 जाए। घात 12 मकर राशि। घात तिथि का नहीं। हाँ बंधु एवं आलोचना करवा नवेम्बर 4 तारिख मंगलवार मेष राशि अश्विन नक्षत्र दिन 12:34 रु अशुभ समय आरंभ हो। दिन 12:34 रु अशुभ समय आरंभ हो। मेष राशि अश्विन नक्षत्र 12:34 जाए केमती जीव ना 12:34 जाए मेष राशि समस्त लोके बड़ असुविधा भितर गति करेंगे। सुविधा किछि नहीं, विभिन्न असुविधा ये मेष राशि व्यक्ति मानक हैरान करिवो। वृथा व्यय हेब, देहमुंड व्यथा हेब, शांति और सुखरे व्याहत हेब। 12:34 पर मेष राशि जो अशुभ समय आसीब ताहा हानिकारक नुहे। जो प्रथम मु कहली 12:34 पर अश्विनी मेषर अशुभ हेब, से अशुभ हानिकारक नुह। ताले कौन हम कथा कौन कि मेष राशि द्विजा और कृतिका नक्षत्र द्वय किछि अधिक सुख शांति पाइबे, धन रोजगार करेंगे। मेष राशि अन्य 2 नक्षत्र ये 2 अपेक्षा अश्विन टे कमिज। 12:34 पर दुख, 12:34 पर ठारू मेष राशि सुख आरंभ हो। से माने सुख शांति धन आनंद बंधु एभली समस्त लौकिक आनंद पाइबे। किंतु अश्विन से अनुजाई कम हम। एमान अधिक सुख आनंद पाउला बेले अश्विन टे कम सुख आनंद। यही अशुभ आ बेसी अशुभ नहीं। नवेम्बर 4 तारिख मंगलवार वृष राशि रोहिणी नक्षत्र दिन 12:34 रु अशुभ आरंभ हो। रोहिणी वृष राशि रोहिणी नक्षत्र दिन 12:34 रु अशुभ समय आरंभ हो। 12:34 जाए वृष राशि लोके महा आनंद समय काटिबे। दिन 12:34 जाए वृष राशि लोके महा आनंद समय अतिबाहित करेंगे। योजना सफल हेब।
ଖାଦ୍ୟ ପେୟ ବନ୍ଧୁ ସଂଗାତ ଆୟ ରୋଜଗାର ଠିକ୍ ଠାକ୍ ଚାଲିବ। ମାତ୍ର 12:34 ପରଠାରୁ ପାଗ ବିଗିଡ଼ିଯିବ, ବ୍ୟୟ ବଢ଼ିଯିବ, ଦେହ ଅସୁସ୍ଥ ହେବ, ଦୁଶ୍ଚିନ୍ତା ମାଡ଼ି ଆସିବ, ଆଳସ୍ୟ ଲାଗିବ। 12:34 ଯାଏ ଭଲ, ଦିନ 12:34 ପରଠୁ ବନ୍ଦ। ନଭେମ୍ବର 4 ତାରିଖ ମଙ୍ଗଳବାର, ମିଥୁନ ରାଶି, ଆର୍ଦ୍ରା ନକ୍ଷତ୍ରର ଦିନ 12:34 ଠାରୁ ଅଶୁଭ ସମୟ ଆରମ୍ଭ ହେବ। ମାନେ ଯେତେ ଆୟ କରିବେ ଅନ୍ୟ 2 ନକ୍ଷତ୍ର ଆର୍ଦ୍ରା ନକ୍ଷତ୍ରର ଆଉ ସେତେ ରୋଜଗାର ହେବନି। ମିଥୁନର 12:34 ପରଠୁ ବଢ଼ିଆ ଆୟ ହେବ, ହେଲେ ଆର୍ଦ୍ରାଟେ ଆୟ କମିଯିବ। ଅନ୍ୟ 2 ନକ୍ଷତ୍ର ଯଥେଷ୍ଟ ବେଶୀ ଆୟ କରିବେ। ସମସ୍ତ ବ୍ୟକ୍ତି ରୁଚି ମୁତାବକ କର୍ମ କରିବେ, ଯୋଜନା କରିବେ, କର୍ମରୁ ସୁଖ ଓ ଆନନ୍ଦ ପାଇବେ। 12:30 ପରଠାରୁ ଆୟ ବଢ଼ିଯିବ, ଧନ ଆସିବ, ହେଲେ ଏଥିଲାଗି ଧନ ଏତେ ଆସିବ, ସେ ଧନରେ ମନ ଦେବେ, ପରିବାର ପ୍ରତି ମନ ଦେଇପାରିବେନି। ଫଳରେ ଏଥିଲାଗି ପାରିବାରିକ ଅବହେଳା ହେବ ଓ ଏହି ଅବହେଳାକୁ କେନ୍ଦ୍ର କରି ଦାମ୍ପତ୍ୟ ଶାନ୍ତି ଭଙ୍ଗ ହେବ, ପାରିବାରିକ ସୁଖ ଭଙ୍ଗ ହେବ। ଧନ ପଛରେ ଗୋଡ଼େଇଲେ ବା ଏହା ହୁଏ। ଆମେ ଏବେ ଆଲୋଚନା କରିବା କର୍କଟ କଥା। କର୍କଟ ରାଶି, ପୁଷ୍ୟା ନକ୍ଷତ୍ରର ଦିନ 12:34 ପରଠାରୁ ଅଶୁଭ ସମୟ ଆରମ୍ଭ ହେବ। ନଭେମ୍ବର 4 ତାରିଖ ମଙ୍ଗଳବାର, କର୍କଟ ରାଶିର ପୁଷ୍ୟା ନକ୍ଷତ୍ରର ଦିନ 12:34 ପରଠାରୁ ଅଶୁଭ ସମୟ ଆରମ୍ଭ ହେବ। 12:34 ଯାଏ ସମସ୍ତ କର୍କଟ ପାଇଁ ଅସୁବିଧା ସମୟ। ମାନେ ମୋଟାମୋଟି ଦିନଟା ଭଲ ନୁହଁ। 12:34 ଯାଏ କର୍କଟ ରାଶି ଲୋକମାନେ ଦୁଃଖ ଭୋଗିବେ, ଅସୁବିଧାରେ ପଡ଼ିବେ, କିନ୍ତୁ ପୁଷ୍ୟାର ଟିକେ ଅଧିକ କଷ୍ଟ ହେବ। ପାଟି ଖୋଲିଲେ କଜିଆ ହେବ, ତେଣୁ ମୌନ ବ୍ରତ ଅବଲମ୍ବନ କରିବା ଉଚିତ। କର୍କଟ ରାଶିର ଲୋକେ ଯଦି ମୌନତା ଅବଲମ୍ବନ ନ କରିବେ ତାହେଲେ ଅପମାନିତ ହେଇଯିବେ। ପାଟି ଖୋଲିଲେ କଜିଆ ହେବ, ଯୁକ୍ତି କଲେ ଝଗଡ଼ା ହେବ। ଏଣୁ 12:34 ଯାଏ ମୌନ ବ୍ରତ ପାଳନ କରିବା ଉଚିତ। 12:34 ପରଠାରୁ କର୍ମ ଚଞ୍ଚଳ ରହିବେ, ଶୁଭ ସମୟ ଆସିବ। ତେଣୁ 12:34 ଯାଏ ଟିକେ ଚୁପ୍। 12:34 ପରଠାରୁ ଶୁଭ ସମୟ ଆସିବ। କର୍ମ କ୍ଷେତ୍ରରୁ ଶାନ୍ତି, ସୁଖ, ଆନନ୍ଦ, ଅର୍ଥ, ସମ୍ମାନ ପାଇ ଖୁସି ହେବେ। ତେଣୁ 12:34 ଯାଏ ଟିକେ ସଂଯମତା ରକ୍ଷା କରିବା ଉଚିତ। ଆଚ୍ଛା, ଏବେ ଆଲୋଚନା କରିବା ନଭେମ୍ବର 4 ତାରିଖ ମଙ୍ଗଳବାର ଦିନ 12ଟା ପରଠାରୁ ସିଂହ ରାଶିର ମଘା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ମାନେ ଜଗି ରଖି ବ୍ୟବହାର କରିବାକୁ ପଡ଼ିବ, ଅନ୍ୟଥା ଶୁଖିଲାରେ ଗୋଡ଼ ଖସିଯିବ, ଆଉ କଷ୍ଟ ହେବ। 12:34 ଯାଏ ସମସ୍ତ ସିଂହ ରାଶିର ଲୋକେ ଶାରୀରିକ ଯନ୍ତ୍ରଣା ଅବଶ୍ୟ ଭୋଗିବେ। ପୁରୁଣା ରୋଗୀ ବଡ଼ ହଇରାଣ ହେବେ। ତା ପରଠାରୁ ମାନେ 12:34ରୁ ମୌନ ରହିବା ସର୍ବଦା କର୍ତ୍ତବ୍ୟ। ନହେଲେ ଅପମାନ ଅସୁର ନାମକ ଅସୁର ଆକ୍ରମଣ କରି ଲହୁଲୁହାଣ କରିଦେବ, ପଶ୍ଚାତାପ ନିଆଁରେ ଜାଳିଦେବ। ଯଦି ଆପଣ ମୌନତା ଅବଲମ୍ବନ ନ କରିବେ, ସିଂହ ରାଶି ଲୋକମାନେ 12:34 ପରେ ଚୁପଚାପ ନ ରହିବେ, ତାହେଲେ ଖାଲି ପଶ୍ଚାତାପ କରିବେ। କାହିଁକି କହିଲି, କାହିଁକି ପରାମର୍ଶ ଦେଲି, ମୋର କହିବାର କ'ଣ ଥିଲା, ଏଇଭଳି ପଶ୍ଚାତାପ କରିବେ। ତେଣୁ କୁହାଗଲା, ଅପମାନ ଅସୁର ଆକ୍ରମଣ କରି ପଶ୍ଚାତାପ ନିଆଁରେ ଜାଳିଦେବ। ଏଣୁ ସିଂହ ରାଶି ଲୋକମାନେ ସାବଧାନ, ଦିନ 12:34 ପରଠାରୁ। ନଭେମ୍ବର 4 ତାରିଖ ମଙ୍ଗଳବାର ଦିନ 12:34 ପରଠାରୁ କନ୍ୟା ରାଶି
ହସ୍ତା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। 12ଟା 34 ଯାଏ ସବୁ ଦିଗରୁ ଶାନ୍ତି ସୁଖ ମିଳିବ। ଧନାଗମ ହେବ। ଭୋଜନ ପୂଜନ ଦର୍ଶନ ପଠନରେ ମନ ଲାଗିବ, ଆନନ୍ଦ ମିଳିବ। ଧନାଗମ ହେବ। ଭୋଜନ ପୂଜନ ଦର୍ଶନ ପଠନ ଆଦି କାର୍ଯ୍ୟ ଆନନ୍ଦିତ ଆଦି କାର୍ଯ୍ୟରେ ଆନନ୍ଦ ପାଇବେ, ଆନନ୍ଦିତ ହେବେ। ମାତ୍ର ଦିନ 12ଟା 34 ପରଠାରୁ ସଂସାର ପିତା ଲାଗିବ। ଦେହ ଅସୁସ୍ଥ ହେବ, ଭାରି ବାଧିବ। ପୁରୁଣା ରୋଗୀଙ୍କର ଜଟିଳ ସମସ୍ୟା ହେବ, ଏଣୁ ସାବଧାନ। ପାଖରେ ଟିକେ ଔଷଧ ରଖିଥିବେ। ଆପଣ ଜାଣିନାହାନ୍ତି ଆପଣ କି ରୋଗ ହୁଏ, କେଉଁ ରୋଗ ଆପଣଙ୍କୁ କଷ୍ଟ ଦିଏ, ତେଣୁ ଔଷଧ ତ ଖାଇଛନ୍ତି, ଖାଉଛନ୍ତି, ଖାଇବେ ଆପଣ। ନଭେମ୍ବର 4 ତାରିଖ ମଙ୍ଗଳବାର ଦିନ 12ଟା ପରଠାରୁ ତୁଳା ରାଶି ସ୍ୱାତି ନକ୍ଷତ୍ରର ଅଶୁଭ କାଳ ଆସିବ। ମାନେ ଯେତେ ଯେତେ ସୁଖ ଶାନ୍ତି ଆନନ୍ଦ ଓ ଧନ ଲାଭ ହେଉଥିଲା ତାହା କମିଯିବ, ସ୍ୱାତିର କମିଯିବ। ସୁଖ ଆନନ୍ଦ ଧନ ସବୁ ମିଳିବ ଅନ୍ୟ 2 ନକ୍ଷତ୍ରକୁ, ସ୍ୱାତିର ଟିକେ କମିଯିବ। ତାଙ୍କର ଏଇ ଅସୁବିଧା ହେବ। ମୋଟାମୋଟି 12ଟା 34 ଯାଏ ବ୍ୟବସାୟୀଙ୍କ ପରି ଯେଉଁମାନଙ୍କର ନୀତି ପ୍ରତି ଆୟ ହୁଏ ସେମାନେ ସମସ୍ତେ ଲାଭରେ ରହିବେ। 12ଟା 34 ପରେ ଆୟ ବଢ଼ିଯିବ, ବ୍ୟୟ ସଂକୁଚିତ ହେବ, ଆଉ ଏକ ଅଦୃଷ୍ଟ ଅବଧ୍ୟ ଆନନ୍ଦ ଅନୁଭବ କରିବେ ଯେ ଆସିଗଲା। ଆଚ୍ଛା, ନଭେମ୍ବର 4 ତାରିଖ ମଙ୍ଗଳବାର ଦିନ 12ଟା 34 ପରଠାରୁ ବିଛା ରାଶି ଅନୁରାଧା ନକ୍ଷତ୍ରର ଅଶୁଭ ସମୟ ଆସିବ। ମାନେ ଅନୁରାଧା ଯେଉଁ ସବୁ ସୁଖ ଶାନ୍ତି ଆନନ୍ଦ ପାଉଥିଲା, ଆୟ କରୁଥିଲା, ମଜା କରୁଥିଲା, 12ଟା 34 ପରେ ପରେ ତାହା ଆଉ ହୋଇପାରିବ ନାହିଁ। ସମସ୍ତ ବିଛା ରାଶିର ଲୋକେ 12ଟା 34 ଯାଏ ସୁଖରେ ରହିବେ। 12ଟା 34 ପରଠାରୁ ସମସ୍ତ ଲୌକିକ ଓ ସାମାଜିକ ଲାଭ ହେବ। ତାହା ଧନ ଦ୍ରବ୍ୟ ବସ୍ତୁ ଯଶ ସନ୍ତାନ ଜୀବନସାଥୀ ନବନିଯୁକ୍ତି ବାକିଆ ଅର୍ଥ ମିଳିବା ଇତ୍ୟାଦି ଇତ୍ୟାଦି। କ'ଣ ବୁଝିପାରିଲେନି? ମାନେ କଥା ହେଉଛି କ'ଣ, 12ଟା 34 ଯାଏ ଅଳ୍ପେ ବହୁତେ ସୁଖ ଶାନ୍ତି ଧନ ଆନନ୍ଦ ମିଳୁଥିବ। 12ଟା 34 ପରଠାରୁ ଲାଭ ହେବ। ଲାଭ କ'ଣ ହେବ, କାହାର ହେବ, କିଏ କେଉଁ ଲାଭରେ ଖୁସି ହୁଏ, କିଏ କ'ଣ ଚାହୁଁଥାଏ। ମାନେ ଧନ ଲାଭ ହେଇପାରେ, ଦ୍ରବ୍ୟ ଲାଭ ହେଇପାରେ, ବସ୍ତୁ ଲାଭ ହେଇପାରେ, ଯଶ ମିଳିପାରେ, ସନ୍ତାନ ଲାଭ ହେଇପାରେ, ଜୀବନ ସାଥୀ ସନ୍ତାନ। କ'ଣ ଏଇଟା ବୁଝିପାରନ୍ତି? ଆପଣଙ୍କ ପୁଅ 2 ଦିନ ହେଲା ଘରେ ନାହିଁ ପରା, ମୋତେ କେତେଥର ଫୋନ୍ କଲେଣି। 12ଟା 34 ଘରେ ପହଞ୍ଚିଯିବ। ହ୍ୟାଲୋ, ହଁ ବାବା ମୁଁ ଏଇଠି, ଏବେ ଗେଟ୍ ଖୋଲୁନା ଇତ୍ୟାଦି। ଜୀବନସାଥୀ, ଆପଣଙ୍କର ସ୍ୱାମୀ ସ୍ତ୍ରୀ ଝଗଡ଼ା ଝୁଟି ହେଉଥିଲା, ଆପଣଙ୍କ ସ୍ତ୍ରୀ ଯାଇ ଶାଶୁ ଘରେ ଥିଲେ, ବାପ ଘରେ ଥିଲେ, ଆପଣ ତାଙ୍କୁ ଯେତେ ଫୋନ୍ କଲେ ଶୁଣୁନଥିଲେ, ଏ ଛାଁ ଛାଁ ପଳାଇ ଆସିବେ। ମାନେ ଜୀବନସାଥୀ ମିଳିଯିବ। ବା ପୁଅ ପାଇଁ ଝିଅ ମିଳୁନଥିଲା, ବାହାଘର ପାଇଁ ଝିଅ ପାଇଁ ପୁଅ ମିଳୁନଥିଲା, ମିଳିଯିବ, ଯୋଗାଡ଼ ହେଇଯିବ। ନବନିଯୁକ୍ତି ପତ୍ର, ଏଇ ଯୁବକମାନେ ଶିକ୍ଷା ଲାଭ ପାଇଁ ଚାକିରି ପାଇଁ ଆଠରେ ଗୋଡ଼ଉଥିଲେ, ତାଙ୍କୁ ମିଳିଯିବ। ବାକିଆ ଅର୍ଥ ଯେଉଁମାନେ ଦେଉନଥିଲେ ସେମାନେ ଫେରାଇ ଦେବେ। ଏମିତି ନାନାବିଧ ଲାଭ ହେବ। ନଭେମ୍ବର 4 ତାରିଖ ମଙ୍ଗଳବାର ଦିନ 12ଟା 34ରୁ ଧନୁରାଶି ମୂଳା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ମାନେ କିଛି ସୁଖ କମିଯିବ। ମୂଳା ନକ୍ଷତ୍ରର ସୁଖ ଥିଲା, ସୁଖ ଟିକେ କମିଯିବ। 12ଟା 34 ଯାଏ ସମସ୍ତ ଧନୁ ରାଶିଆଙ୍କୁ ନାନାବିଧ ଶାରୀରିକ ଯନ୍ତ୍ରଣା ଭୋଗିବାକୁ ପଡ଼ିବ। ମାନେ ଧନୁରାଶିର ଲୋକମାନେ ନାନାବିଧ ଶାରୀରିକ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ, ମାନେ ଦେହ ଖରାପ ହେବ। ଆଉ କ'ଣ, 12ଟା 34 ପରଠାରୁ ଦେହ ଭଲ ହୋଇଯିବ। ମୁଣ୍ଡ ଆଉ ବିନ୍ଧିବନି, ଗୋଡ଼ ହାତ ଆଉ ଘୋଡ଼େଇ ହେବନି, ବରଂ ପ୍ରତ୍ୟେକଙ୍କୁ ସେମାନଙ୍କର ମନ ମୁତାବକ ସୁଖ ଲାଭ ହେବ, ଶାନ୍ତି ମିଳିବ, ଧର୍ମ ଦିଗକୁ ମନ ବଳିବ, ଆଉ
ଆଜି ଟିକେ ମୁଁ ମନ୍ଦିର ଗଲେ ଭଲ ହୁଅନ୍ତାନି, ପଞ୍ଚୁକ ଚାଲିଛି। ଆଉ ଏଇ ଅଳସୁଆ ଯେଉଁମାନେ ଯାଇନାହାନ୍ତି ସେମାନେ ସମସ୍ତେ ଧନୁରାଶିର ଲୋକମାନେ ଆଜି ଟିକେ ତରବର ହେବେ, ଖୁସିରେ ମନ୍ଦିର ଯିବେ। 12ଟା 34 ପରଠାରୁ ଭଲ ସମୟ ଆସିବ। ନଭେମ୍ବର 4 ତାରିଖ ମଙ୍ଗଳବାର ମକର ରାଶି ଶ୍ରବଣ ନକ୍ଷତ୍ରର ଦିନ 12ଟା 34ରୁ ଅଶୁଭ ସମୟ ଆରମ୍ଭ ହେବ। ଦେହ ଖରାପ ହେବ। ସମସ୍ତ ମକର ରାଶିର ଲୋକେ ରୋଗାକ୍ରାନ୍ତ ହେବେ। ମାତ୍ର ଶ୍ରବଣ ଅଧିକ କଷ୍ଟ ଭୋଗିବେ 12ଟା 34 ପରେ। ଆଉ 12ଟା 34 ଯାଏ କୌଣସି ଶାରୀରିକ, ମାନସିକ, ଆର୍ଥିକ, ସାମାଜିକ ସମସ୍ୟା ନାହିଁ। 12ଟା 34 ଯାଏ ନାହିଁ। 12ଟା 34 ଯାଏ ମକର ରାଶିର ସବୁପ୍ରକାର ସୁଖ ଅଛି, ଯେଉଁଟା ଆମେ ପାଇଲେ ଖୁସି ହେଉ। ଲୌକିକ, ପାରିବାରିକ, ସାମାଜିକ, ଆର୍ଥିକ ଏଇଭଳି କୌଣସି ସମସ୍ୟା ନାହିଁ। କିନ୍ତୁ 12ଟା 34 ପରେ ସବୁ ସୁଖ ଶାନ୍ତି କମିଯିବ ହେଲା। ନଭେମ୍ବର 4 ତାରିଖ ମଙ୍ଗଳବାର କୁମ୍ଭ ରାଶି ଶତବିଶା ନକ୍ଷତ୍ର ଅଶୁଭ ସମୟ ଆସିବ। କାର ଶତବିଶାର ଶାନ୍ତି ଭଙ୍ଗ ହେବ। ମାନସିକ ଅଶାନ୍ତି ବଢ଼ିଯିବ। ସମସ୍ତ କୁମ୍ଭ ରାଶିର ଲୋକେ ମନ ଦୁଃଖ କରିବେ। ମନ ବ୍ୟାକୁଳ ହେବ। ଦେହ ପୂର୍ବାପେକ୍ଷା ଅଧିକ ଖରାପ ହେବ। ସମ୍ମାନ ହାନି ହେବ। 12ଟା 34 ପରଠାରୁ ସମସ୍ତ ବିଧି ବିଧାନ ବଦଳିଯିବ। ଆୟ ରୋଜଗାର ଭଲ ହେବ। ଧନ ଓ ସମ୍ମାନ ଲାଭ ହେବ। ଅନ୍ତରଙ୍ଗ ବନ୍ଧୁ ପାଖକୁ ଆସିବେ। ଶାନ୍ତି ସୁଖ ଓ ଧନ ମିଳିବ। 12ଟା 34 ପର୍ଯ୍ୟନ୍ତ ସମସ୍ତ ସମସ୍ୟା ଅଛି। ଦିନ 12ଟା 34 ପରଠାରୁ ପ୍ରତ୍ୟେକ କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ମନ ରାଖି ସୁଖ ଶାନ୍ତି ଦ୍ରବ୍ୟ ଧନ ଯଶ ମିଳିବ। ନଭେମ୍ବର 4 ତାରିଖ ମଙ୍ଗଳବାର ମୀନ ରାଶିର ଉତ୍ତର ଭାଦ୍ର ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। 12ଟା 34ରୁ ଏହି ଅଶୁଭ ସମୟ ଆରମ୍ଭ ହେବ ଉତ୍ତର ଭାଦ୍ର ମୀନର। 12ଟା 34 ଯାଏ ସମସ୍ତ ସୁଖ ସୁବିଧା ମିଳିବ। ଆୟ ଭଲ ହେବ। ଭୋଜନ ବଢ଼ିଆ ମିଳିବ। ଦେବ ଦର୍ଶନ ଯୋଗ ଆସିପାରେ। ମାତ୍ର 12ଟା 34 ପରଠାରୁ ମନ ଅବୁଝା ହେବ। ବ୍ୟାକୁଳ ହେବ। ଅସ୍ଥିର ହେବ। ଏଣୁ କୌଣସି କାମରେ ମନ ଲାଗିବନି। କର୍ମ ଚଞ୍ଚଳ ରହିଲେ ବି ମନ ସବୁ ବାଧା ସୃଷ୍ଟି କରିବ। ଚାକିରିଆଙ୍କର ଦୁଃଖ ବଢ଼ିଯିବ। ଦାମ୍ପତ୍ୟ କଳହ ହେବ। ଆଉ ପାରିବାରିକ ଅଶାନ୍ତି ଦେଖାଦେବ। ଦିନ 12ଟା ପରେ ସବୁ ପ୍ରକାର ସୁଖରେ ବାଧା ସୃଷ୍ଟି ହେବ। ଦିନ 12ଟା 34 ଯାଏ ଯାବତୀୟ ସୁଖ ମିଳିବ। ଜଣେ ବ୍ୟକ୍ତି ପାଇଁ ଯେତେ ପ୍ରକାର ଲୌକିକ ସୁଖ ମିଳିବା କଥା ତା ସବୁ ମିଳିବ। ବାସ୍ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଆସନ୍ତାକାଲି ପୁଣି ଏ ସମୟରେ ମୁଁ ଆପଣମାନଙ୍କ ସହିତ ଦୈନିକ ରାଶି ଫଳ ଉପରେ ଏକ ଦୀର୍ଘ ଆଲୋଚନା କରିବି। ରହିଲି।